ଚତୁର୍ଥୀ ରାତିରେ ମୋ ସହ ନକରି ଭାଉଜକୁ କଲା। ଆସନ୍ତୁ ଜାଣିବା କ'ଣ ରହିଛି ଘଟଣାର ରହସ୍ୟ। ବାହା ହେଲେ ମୋତେ, ଚତୁର୍ଥୀ ରାତି କିନ୍ତୁ ଭାଉଜ ସହ କଲେ। ମୋ ସ୍ୱାମୀ ମୋତେ ଠକିଦେଲେ। ପୁଣି ସାମ୍ନାକୁ ଆସିଲା ଲଭ୍ ସେକ୍ସ ଧୋକା। ଆଜିକାଲି ପ୍ରେମ କରିବା ଆଉ ମନ ଭରିଗଲେ ଛାଡ଼ିଦେବା ଏକ ସାଧାରଣ କଥା ହୋଇଗଲାଣି। ଉଭୟ ପୁଅ ଓ ଝିଅ ଏ କ୍ଷେତ୍ରରେ କେହି କାହାଠାରୁ କମ୍ ନୁହନ୍ତି। ତେବେ ଏପରି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ସ୍ୱାମୀଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ମହିଳା ଜଣକ କହିଛନ୍ତି, ମୋ ସ୍ୱାମୀଙ୍କର ତାଙ୍କ ଭାଉଜଙ୍କ ସହିତ 5 ବର୍ଷର ପ୍ରେମ ସମ୍ପର୍କ ରହିଥିଲା। ଏକଥା ସେ ଆମ ପରିବାରକୁ ବିବାହ ପୂର୍ବରୁ ଜଣାଇ ନଥିଲେ। ଏହାପରେ ଗ୍ରାମବାସୀ ଏ ବିଷୟରେ ଜାଣିବା ପରେ ମୋ ସ୍ୱାମୀଙ୍କ ଭାଇ ତାଙ୍କ ସ୍ତ୍ରୀକୁ ନେଇ କଟକ ପଳାଇ ଯାଇଥିଲେ। ଏହାକୁ ସହ୍ୟ କରି ନପାରି ମୋ ସ୍ୱାମୀ ସେ ସମୟରେ ବିଷପାନ କରିଦେଇଥିଲେ। ବାହାଘର ପରେ ମୋ ସ୍ୱାମୀ ତାଙ୍କର ପୂର୍ବ ପ୍ରେମ ସମ୍ପର୍କ ବିଷୟରେ ମୋତେ କହିଥିଲେ। ବାହା ହେଲେ ମନ ପରିବର୍ତ୍ତନ ହେବ ଆଉ ସେ ସୁଧୁରି ଯିବେ ବୋଲି ପରିବାର ଲୋକେ ମୋ ସ୍ୱାମୀକୁ କରିଥିଲେ। ତେଣୁ ବାଧ୍ୟବାଧକତାରେ ମୋ ସ୍ୱାମୀ ମୋତେ ବିବାହ କରିବାକୁ ରାଜି ହୋଇଥିଲେ ବୋଲି ମୋତେ କହିଥିଲେ। ଚତୁର୍ଥୀ ରାତିରେ ମୋ ସ୍ୱାମୀଙ୍କ ଭାଉଜ ଆସି ଆମ ଖଟ ଉପରେ ବସିଥିଲେ। ଏହାପରେ ମୋ ସ୍ୱାମୀ ମୋ ସାଥିରେ ଯେଉଁ କାମ କରିବା କଥା ତାଙ୍କ ଭାଉଜଙ୍କ ସହ ସେଇ କାମ କଲେ। ମୁଁ ଏହାକୁ ବିରୋଧ କରିବାରୁ ମୋ ସ୍ୱାମୀ କହିଥିଲେ, ତୁ କ'ଣ ମୋର 5 ବର୍ଷର ସମ୍ପର୍କ ଭାଙ୍ଗିଦେବୁ? ଏହା ପରଠାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ମୋର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ମୋ ସ୍ୱାମୀ ମୋର କୌଣସି ଦେଖାଶୁଣା କରୁନାହାନ୍ତି। ଆପଣମାନଙ୍କୁ ଏହି ଷ୍ଟୋରିଟି କିପରି ଲାଗିଲା କମେଣ୍ଟ କରି କହିବେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଏବେ ରହୁଛି, ଧନ୍ୟବାଦ।